ତାଙ୍କୁ ହରେଇଲେ ଶୁଙ୍ଗ ବଂଶ, ପୁଷ୍ୟମିତ୍ର ଶୁଙ୍ଗ ଆଙ୍କୁ ହରେଇଲେ। ତାଙ୍କର ଉଦୟନ ନା କଣ ଉଦୟନ ଉଦୟନ। ଆପରେ ଆସିଲେ ସବୁ ବାହାର ଦେଶରୁ ଆସିଲେ। ଏଇଠି ଆସିଲେ ଶକ, କୁଷାଣ 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 ପୂର୍ବରୁ ଆସିଲେ ପାର୍ଥିଆନ 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 ଆସିଥିଲେ। ଆଙ୍କର ରାଜା ନା ଥିଲେ ଡେମିଟ୍ରିୟସ୍ ଡେମିଟ୍ରିୟସ୍ ନା କଣ ଥିଲେ ଡେମିଟ୍ରିୟସ୍। ଡାରିୟସ୍ ୱାନ୍ ପ୍ରଥମେ ଆସିଥିଲେ। ଡାରିୟସ୍ ଇଏ ଡେମିଟ୍ରିୟସ୍ ଆସିଥିଲେ ପ୍ରଥମେ ଆସିଥିଲେ ଡେମିଟ୍ରିୟସ୍ ଆସିଥିଲେ। ଏଇଟା ବର୍ଷ ଓଏସ୍ରେ ପଡ଼ିଥିଲା। ଓଏସ୍ ପରୀକ୍ଷାରେ ଯେ କିଏ ପ୍ରଥମେ ସୁନା ମୁଦ୍ରା ଅଧିକ ତିଆରି କରିଥିଲେ, ଏଇ ପାର୍ଥିଆନ ମାନେ କରିଥିଲେ। ତାପରେ କୁଷାଣ ଆସିଲେ। କୁଷାଣଙ୍କର ମୁଖ୍ୟ ଥିଲେ ଆଉ ସେ ଖବର ସେଥିରେ କୁଷାଣ ମାନଙ୍କର ମୁଖ୍ୟ ହଉଛି କିଏ କହିଲେ? ଆଙ୍କର କୁଷାଣ ମାନଙ୍କର ଥିଲେ ଆମର ଏଇ ଯୋଉ ହର୍ଷ ନା କଣ ଥିଲେ ତାଙ୍କ ନା? କନିଷ୍କ। ଏଇ ଆଙ୍କ ମୁଦ୍ରା ଥିଲା। ପ୍ରଥମେ କହିଲେ ବୁଦ୍ଧଙ୍କୁ କିଏ ଭଗବାନ କହିଲେ? ଏଇ କନିଷ୍କ କହିଥିଲେ ଭଗବାନ। ବୁଦ୍ଧଙ୍କୁ ଭଗବାନ କହିଲେ ଏଇ କନିଷ୍କ। ତାପରେ ଆସିଥିଲା ଶକ ବଂଶ, ତାପରେ କୁଷାଣ ବଂଶ।